ବର୍ଷା ଅନୁଭବଙ୍କ ବିବାଦରେ ଏବେ ଗୋଟେ ନୂଆ କଥା ଆଡ୍ ହେଇଛି। ଏବେ ଗୋଟେ ବହୁତ ହାଇଲାଇଟ ର ପଏଣ୍ଟ ଗୁଡା ଆସୁଛି କି ଅନୁଭବ କୁଆଡେ ଟଙ୍କାଟେ ବି ବର୍ଷାକୁ ଦେବେନି। ଏଇଟା କେତେ ଦୂର ସତ? ଭରଣ ପୋଷଣ ଦେଖନ୍ତୁ ଏଇଟା ଆକ୍ଚୁଆଲି ତାଙ୍କର ବର୍ତ୍ତମାନ ସିଚୁଏସନରେ ଏଇଟା ଆଉ ଆକ୍ଚୁଆଲି ଡିସ୍କସନ୍ କରିବାଟା ଆଉ ଠିକ୍ ହେବନି ବୋଲି ମୋର ମତାମତ। ଆଉ ମୁଁ ତ ତାଙ୍କର ଆକ୍ଚୁଆଲି ଅର୍ଡର ସିଟ୍ଟାକୁ ଦେଖିନି, କିନ୍ତୁ ଯାହା ମୁଁ ଶୁଣୁଥିଲି ଯେ ତାଙ୍କର ଯେଉଁ ଡୋମେଷ୍ଟିକ୍ ଭାয়োଲେନ୍ସର ଯେଉଁ କେସ୍ଟା ହେଇଥିଲା ସେଥିରେ ଅନଏବଲ୍ କୋର୍ଟ ଯେହେତୁ ଡୋମେଷ୍ଟିକ୍ ଭାয়োଲେନ୍ସର ସେମିତି କୌଣସି ପ୍ରକାର ସିମ୍ପଟମ୍ ତାଙ୍କୁ ପାଇଲେନି, ତେଣୁ ସେ କୌଣସି ପ୍ରକାର ତାଙ୍କ ଏଗେନ୍ଷ୍ଟରେ ଆଉ କୌଣସି ଜୋରିମାନା ଯେଉଁଟାକୁ ଆମେ ଜୋରିମାନା ବୋଲି କହୁଛେ ସେଟା କରିନାହାନ୍ତି ବୋଲି ମୋ ପାଖେ ଯାହା ଯେତିକି ଇନଫର୍ମେସନ୍। ଯେହେତୁ ତାଙ୍କର ଗୋଟେ ଡାଇଭର୍ସ ହେଇକି ସବୁ ସେଟ୍ ହେଇକି ରହିଲାଣି, ଆଉ ସେଇ ବିଷୟରେ ଗୋଟେ ଡିସ୍କସନ୍ କରିକି ତାଙ୍କର ଯେଉଁ ଘାଟାକୁ ଉଜ୍ଜୀବିତ କରିବା ପାଇଁ ମୁଁ ଆଉ ଠିକ୍ ବୋଲି ଭାବୁ ନାହିଁ। କିନ୍ତୁ ଏଇ ଯୋଉ କଥାଟିରେ କି ଭରଣ ପୋଷଣ ତ ଗୋଟେ ମିଳେ ସମସ୍ତଙ୍କୁ, ଆମେ ଆଜି ଯାଏଁ ଦେଖୁଥିଲୁ। ନା ଭରଣ ପୋଷଣ ହେଉଛି ଅଲଗା, ଡୋମେଷ୍ଟିକ୍ ଭାয়োଲେନ୍ସ ଅଲଗା। ଭରଣ ପୋଷଣ ହେଉଛି 125 ଯେଉଁଟା ମେଣ୍ଟେନାନ୍ସର କଥା। ଡୋମେଷ୍ଟିକ୍ ଭାয়োଲେନ୍ସ ଇଜ୍ ଡିଫରେଣ୍ଟ। ଡୋମେଷ୍ଟିକ୍ ଭାয়োଲେନ୍ସ ହେଉଛି ଘର ଭିତରେ ଯଦି କିଛି ଘରୋଇ ହିଂସା ହେଇଥିବ, ସେଥିପାଇଁ କୋର୍ଟ କ'ଣ କରନ୍ତି, ଡୋମେଷ୍ଟିକ୍ ଭାয়োଲେନ୍ସର କେସ୍ରେ କିଛି ଗୋଟେ ମାନେ ଜୋରିମାନା ଅର୍ଥ ଯେଉଁଟା କୁହାଯିବ 80,000, 1,00,000 ଟଙ୍କା, 50,000, ଯେଉଁ ପାର୍ଟି ଦେଖିର ଇନକମ୍ ଦେଖିକି ସେ ଅନୁସାରେ ତାକୁ କରାଯାଏ। ସେଟା ତ କ୍ଷତିପୂରଣ ଏଇଟା ଗୋଟେ କୁହାଯାଏ। କ୍ଷତିପୂରଣ ବୋଲି କୁହାଯାଏ। ଏଇଟା ନା ଆକ୍ଚୁଆଲି କ୍ଷତିପୂରଣ ନା ଭରଣ ପୋଷଣ। ଭରଣ ପୋଷଣ ଇଜ୍ ଡିଫରେଣ୍ଟ, କ୍ଷତିପୂରଣ ଇଜ୍ ଡିଫରେଣ୍ଟ। ତେଣୁ ଯେଉଁ ଡୋମେଷ୍ଟିକ୍ ଭାয়োଲେନ୍ସ କେସ୍ରେ ଯେଉଁଟା ଅର୍ଡର ହୁଏ ସେଟା ଆକ୍ଚୁଆଲି ଯେଉଁଟା କୁହାଯିବ କ୍ଷତିପୂରଣ ବୋଲି କରାଯାଏ। ତାପରେ ଭରଣ ପୋଷଣ ବାବଦରେ ବି ତ କିଛି ମିଳିବନି ଭରଣ ବର୍ଷାଙ୍କୁ। ପୋଷଣ ଯଦି ସେମାନେ ଫାଇଲ୍ କରିନଥିବେ କି କରିଛନ୍ତି, ମୁଁ ଆଉ ତ ଜାଣିନି, ତାଙ୍କର ବର୍ଷାଙ୍କର ଯେ ଆଡଭୋକେଟ୍ ସେ ହିଁ କେବଳ କହିପାରିବେ। ତେଣୁ ଭରଣ ପୋଷଣ ଯଦି ସେ ଫାଇଲ୍ କରିଥିବେ ସେଟା ବିଚାରାଧୀନ ଅଛି କି କ'ଣ ବିଚାର ହେଉଛି କି କ'ଣ ହେଉଛି ସେଟା କେବଳ ସେ କହିପାରିବେ। ତେଣୁ ତା ବିଷୟରେ ମୋର କିଛି ବିଶେଷ ଜ୍ଞାନ ନାହିଁ। ତେବେ ଯାହା ଘଟିଲା ସୁପରଷ୍ଟାରଙ୍କ କ୍ଷେତ୍ରରେ, ଯଦି ଜଣେ ସାଧାରଣ ଲୋକର ସ୍ତ୍ରୀଟିଏ ବି ସ୍ୱାବଲମ୍ବୀ ହେଇଥିବ କିମ୍ବା ସ୍ୱାମୀ ଠାରୁ ଅଧିକ ଟଙ୍କା ରୋଜଗାର କରୁଥିବ, ତାହେଲେ କଥା ରିପିଟ୍ ହବ। ଶୁଣନ୍ତୁ, ଆପଣ ଯେଉଁଟା କହୁଛନ୍ତି ଯଦି ସ୍ତ୍ରୀ ଏଜୁକେଟେଡ୍ ଥିବ ଏବଂ ତାର ରୋଜଗାର ଥିବ, ସେ ଯେଉଁ ଭରଣ ପୋଷଣ ପାଇବେନି, ଏଇଟା ଯେଉଁଟା ଆପଣ କହୁଛନ୍ତି, ଦେଖନ୍ତୁ ଆପଣ ଲଟାକୁ ବିଭିନ୍ନ ଭାରତ ବର୍ଷରେ ଯେଉଁ ଲ ଗୁଡ଼ିକ ତିଆରି ହେଇଛି ସେଟା ହେଉଛି ବିଭିନ୍ନ ଭେରାଇଟିରେ ତିଆରି ହେଇଛି। ସର୍କମଷ୍ଟାନ୍ସେସକୁ ଦେଖିକି ଏସବୁ ଜିନିଷ ଗୁଡ଼ାକ ବ୍ୟବହାର କରାଯାଏ। ଅଳ୍ପ ଦିନ ପୂର୍ବରୁ ଆପଣ ଦେଖିଥିବେ ଆମର ଅନେବଲ୍ ହାଇକୋର୍ଟଙ୍କର ଗୋଟେ ଜଜମେଣ୍ଟ ଆସିଲା, ଯେଉଁ ଯଦି ସ୍ତ୍ରୀ ହାଇ କ୍ୱାଲିଫାଏଡ୍ ହେଇଥିବ ତାହେଲେ ତାକୁ ଭରଣ ପୋଷଣ ଦେବାକୁ ପଡ଼ିବନି। ଏଇ ଯେଉଁ ଜଜମେଣ୍ଟଟା ବୋଲି ଆପଣ ଦେଖିଥିବେ ସମସ୍ତ ଖବରକାଗଜରେ ବାହାରିଲା, ସମସ୍ତ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ମଧ୍ୟ ବାହାରିଲା, ରିପୋର୍ଟେଡ୍ ହେଲା ବୋଲି ସବୁ ବିରାଟ ବାଜା ଲୋକମାନେ ଭାରି ଖୁସି ହେଇଗଲେ। ଆଉ ହାଇ କ୍ୱାଲିଫାଏଡ୍ ଯଦି ସ୍ତ୍ରୀ ହେଇଥିବ ତାହେଲେ ଦେବନି। କିନ୍ତୁ ସେ ଜଜମେଣ୍ଟ ଆଉ କେହି ପଢ଼ିଲେନି। ସେ ଜଜମେଣ୍ଟରେ ପୁରା କ୍ଲିଅର ଲେଖା ହେଇଛି ଯେ ତାଙ୍କ ସ୍ତ୍ରୀ ହାଇ କ୍ୱାଲିଫାଏଡ୍, ସେ ଏନ୍ଡିଟିଭିରେ ପ୍ରେସ୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ଜଜମେଣ୍ଟ ବି ମୋ ପାଖରେ ଅଛି, ଯଦି ଆପଣ ଚାହିଁବେ ମୁଁ ଦେଖିଦେବି, କିଛି ପ୍ରୋବ୍ଲେମ୍ ନାହିଁ। 8,000 ଟଙ୍କା ତାଙ୍କୁ ମେଣ୍ଟେନାନ୍ସ ହେଇଥିଲା। ସବୁ ଜିନିଷ ପରେ ଲାଷ୍ଟକୁ ଲେଖା ହେଇଛି ଯେ 8,000ରୁ ତାଙ୍କୁ 5,000 ଲେଖେ ମେଣ୍ଟେନାନ୍ସ ଦେବାକୁ ପଡ଼ିବ। ଲୋକ ଏପଟେ ଖୁସି ହେଇଗଲେ କ'ଣ ଖବରକାଗଜ ଦେଖି। ଆକ୍ଚୁଆଲି କ'ଣ ହେଉଛି କି, ଯେଉଁମାନେ ନ୍ୟୁଜ୍ କରୁଛନ୍ତି ଜେନେରାଲ ସେନ୍ସରେ ଜଜମେଣ୍ଟ ଗୁଡ଼ିକ ପଢ଼ି ସାରିକି ନ୍ୟୁଜ୍ କରିବା ବେଟର। ଏମାନେ କ'ଣ କରୁଛନ୍ତି, ଯେଉଁ ଟିକେ ନା କ'ଣ ଶୁଣି ଦେଉଛନ୍ତି ସେଟାକୁ ନେଇ ହେଡଲାଇନ୍ସ କରି ଥୋଇଦେଲେ। ଏଜୁକେଟେଡ୍ ଲୋକମାନଙ୍କୁ ଆଉ ସ୍ତ୍ରୀଙ୍କୁ ଆଉ ଭରଣ ପୋଷଣ ଦେବାକୁ ପଡ଼ିବନି, ଲୋକ ଖୁସି। ସମସ୍ତେ ଆଜି ଡେଟ୍ରେ ସମସ୍ତେ ହାଇ କ୍ୱାଲିଫାଏଡ୍ ଝିଅମାନେ ଓ ସ୍ୱାମୀମାନେ କିଛି ଦିନ ପାଇଁ ଭାରି ଖୁସି। କିନ୍ତୁ ପ୍ରକୃତରେ ସେ ଜଜମେଣ୍ଟର ଲାଷ୍ଟ ଲେଖା ହେଇଛି ତାଙ୍କର 8,000 ଟଙ୍କା ମେଣ୍ଟେନାନ୍ସ ଥିଲା, ତାଙ୍କୁ 5,000 ଟଙ୍କା ଆଲାଉ କରାଗଲା। କମିଗଲା କିନ୍ତୁ ଅବଭିୟସଲି କମିବ। ଯେତେବେଳେ ତଳ କୋର୍ଟରେ ମନେକର ଗୋଟେ କେସ୍ଟେ ଗୋଟେ ମେଣ୍ଟେନାନ୍ସଟେ ହେଇଛି, ମନେକର ତଳ କୋର୍ଟ କରିଛନ୍ତି ତାକୁ 12,000 ଟଙ୍କା ମେଣ୍ଟେନାନ୍ସ, ଗୋଟେ ଲୋକ ହାଇକୋର୍ଟକୁ ଯାଇଛି, ହାଇକୋର୍ଟର ଯେମିତି ହେଲେ 1,000 ଟଙ୍କା ତ କମେଇବେ। ଗୋଟେ ହାଇକୋର୍ଟ ଯାଇଛି କିମ୍ବା ସମାନ ରଖିବେ। ଆମେ ଜେନେରାଲ ସେନ୍ସରେ ଆମେ ଅନେବଲ୍ କୋର୍ଟମାନଙ୍କୁ କ'ଣ, ଯେତେବେଳେ ଆମେ ଯାଉ ଗୋଟେ ହାଇକୋର୍ଟକୁ, ଗୋଟେ ଲୋକ ଗୋଟେ ମନେକର ଜଣଙ୍କର 20,000 ଟଙ୍କା ମେଣ୍ଟେନାନ୍ସ ହେଇଛି, ସେ ଅନେବଲ୍ ହାଇକୋର୍ଟ ଜଣେ ଆଡଭୋକେଟ୍ ନେଇକି ଯାଇଛନ୍ତି କେସ୍ ଟିକେ, ଆମେ ତ ନିଶ୍ଚିତ ଭାବରେ ତା ଦେହରେ କିଛି ତ ଗୋଟେ ଲାକୁନା ଦେଇକି ଜଜମେଣ୍ଟ ଫଜମେଣ୍ଟ ଦେଇକି ଫାଇଲ୍ କରିଥିବୁ ହାଇକୋର୍ଟରେ, ହଁ କି ନାହିଁ? ଫାଇଲ୍ କରିଥିବୁ। ଅବଭିୟସଲି ଫାଇଲ୍ କରିଥିବୁ ଇନ୍ ଦ ଟାଇମ୍ ଅଫ୍ ଆର୍ଗୁମେଣ୍ଟ ଆମେ କୋର୍ଟକୁ ଦେଖେଇବୁ, ଅନେବଲ୍ ଆମେ ତଳ କୋର୍ଟ ଏଇ ଲାକୁନାଟାକୁ ଦେଖି ନାହାନ୍ତି, ଏତିକି ଟଙ୍କା ଆଜ୍ଞା କରିଦେଇଛନ୍ତି। ତେଣୁ ଯେତେବେଳେ ଆମେ ହାଇକୋର୍ଟକୁ ଯାଉଛୁ, ଆଜ୍ଞା ଏଇ ଲାକୁନାଟା ଏଠି ଅଛି, ତେଣୁ ଆକୁ ଏତିକି ଟଙ୍କା କରାଯାଉ। ଆମେ ସେଇ ଅନୁସାରେ ପ୍ରିପେୟାର ହେଇକି ଯାଇଥିବୁ। କୋର୍ଟ ସେଠି ବିଚାର କରିବେ, କିଛି ତ କମେଇବେ। ଆରେ 20,000 ଟଙ୍କା ତ 2,000 କରିବେନି, 20,000 ଟଙ୍କା 15,000 ଟଙ୍କା କରିପାରିବେ। ଏଇଟା କରାଯାଏ। ଏଇଟା ଗୋଟେ ବଡ଼ ଜିନିଷ ନୁହେଁ, କିନ୍ତୁ ଲୋକମାନେ ଯେତେବେଳେ ନ୍ୟୁଜ୍ ଦେଖିଦେଲେ, ଆହା କି ରିଲାକ୍ସ ପୁରା, ମୋ ସ୍ତ୍ରୀଟା ଏତେ ପାଠଶାଠ ପଢିଛି, ଆଉ କେସ୍ ଫେସ୍ କଲେ ସେ କିଛି ମେଣ୍ଟେନାନ୍ସ ପାଇବନି, ଏହା ଖୁସି ହଉଛନ୍ତି। ବାସ୍ତବରେ ସେୟା ନୁହେଁ। ବାସ୍ତବରେ 8,000 ଟଙ୍କା 5,000 ଟଙ୍କା କରାହେଇଛି। ଓକେ, ଯଦି ବର୍ଷା ଅନୁଭବଙ୍କ କ୍ଷେତ୍ରରେ ଅନୁଭବ ଡିମାଣ୍ଡ କରିଥାନ୍ତେ ଭରଣ ପୋଷଣ ଦାବି କରିଥାନ୍ତେ ବର୍ଷାଙ୍କ ଠାରୁ, এটা କିଛି ପ୍ରୋସିଜର ଅଛି କି, ମାନେ ସ୍ତ୍ରୀ ଠାରୁ ସ୍ୱାମୀ ଚାହିଁଲେ ଭରଣ ପୋଷଣ ନେଇପାରିବ? ଶୁଣନ୍ତୁ, ଆମେ ଗୋଟେ ଏମିତି କଣ୍ଟ୍ରିରେ ଅଛେ ଯେଉଁ କଣ୍ଟ୍ରିରେ ଜେନେରାଲ ସେନ୍ସରେ ପୁରୁଷମାନଙ୍କୁ ମଣିଷର ମର୍ଯ୍ୟାଦା ଦିଆଯାଇନି। ପୁରୁଷମାନେ ମଣିଷ ନୁହନ୍ତି।
ବୋଲି ଆମର ଆମର एकथा ମର୍ଯ୍ୟାଦା। एकथा जणे एडवोकेट हेकि ହଁ आपण कहि पाबे ऑब्वियसली ମୁଁ ତ ସବୁ ଜାଗାରେ କହୁଛି, ଆଜି କଣ ନୂଆ କଥା କହୁଛି, ପୁରୁଷ ମାନଙ୍କୁ ବଡ ପାଟିରେ ଏଠି କହୁଛି। ଯଦିଓ କନଷ୍ଟିଟ୍ୟୁସନ ରେ ଆର୍ଟିକଲ 14 କରାଯାଉଛି ମେନ୍ ଆଣ୍ଡ ଓମେନ୍ ଆର୍ ଇକ୍ୱାଲ ରାଇଟ୍, କିନ୍ତୁ ଥରେ ବାସ୍ତବ ଥରେ ଚିନ୍ତା କରିକି ଦେଖନ୍ତୁ, ପୁରୁଷ ମାନଙ୍କୁ ମଣିଷର ମର୍ଯ୍ୟାଦା ଦିଆଯାଇଛି କି ଦିଆଯାଇନି? ଆପଣ ଅଳ୍ପ ଦିନ ପୂର୍ବରୁ ଦେଖିବେ ଗୋଟେ ଆମର ଲୋକଙ୍କର ସରକାର, ମୋହନ ମାଝୀ ସରକାର ଅତି ସୁନ୍ଦର ଭାବରେ ନିଜେ ଡିଜି ଉପସ୍ଥିତ ଥିଲେ କୋଉଠି, ଷ୍ଟେଜ ଉପରେ, ବଡ ପାଟିରେ କହିଲେ ଆଜିଠାରୁ କୌଣସି ଲୋକ ଥାନାରୁ ଫେରି ପାରିବ ନାହିଁ, ସମସ୍ତଙ୍କର ଏଫଆଇଆର ହବ। କହିଲେ ନା ନାହିଁ? ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ। କିନ୍ତୁ ଆପଣଙ୍କୁ ଚାଲନ୍ତୁ ମୁଁ ଦେଖେଇଦେବି, ଆମେ ଅନରେବୁଲ ହାଇକୋର୍ଟଙ୍କ ପାଖରେ ଗୋଟେ ଏଫଆଇଆର ଟେ ରେଜିଷ୍ଟ୍ରେସନ ହେବା ପାଇଁ ଅନରେବୁଲ ହାଇକୋର୍ଟଙ୍କ ପାଖରେ ପିଟିସନ ଫାଇଲ କରି ସାରିଲା ପରେ ମଧ୍ୟ थाना बाबू माने थाना को डाकी उक्त जे विक्टिम जो पुरुषटी, महिला क्षेत्र महिला क्षेत्र सांग सांग मरीजे अड़ुआरे, हाँ असुविधा पड़े। किंतु यदि पुरुषटी पिटिशनर हो जो महिला माने पिटिशनर आमर किसी कष्ट पड़ा पड़ूनी, आम थाना को पठेला माने सांग सांग रेजिस्ट्रेशन। जो पुरुष माने पिटिशनर होते मु चलतु देखईदेवी अनेक थाना अधिकारी मान जो हाइकोर्ट रे पिटिशन टा फाइल होची पुरुष कथा शुणी ना से जगह से पुरुष को डाकुंट थाना हाकलिंग करुँच बसौं कहते लेखे मुझे फाइल करनी बोली से दस्खत कर थाना कथा आज्ञा ना सांगे सांगे कहते गंजेई केस भितर पड़े तो कौ आप कह प्रधान लोकटे थाना को तो समस्त डरुंच आजिकल गला से कह तार गोटे भिड कर मोर सांगे कौन प्रकार घटना घटी ना कह आम भिड कर कह मो पाखे मो सांगे एमती कौन घटना घटी ना हुए तो से मिछ कोइ थई पारे मिछ सतर कथा ना। विक्टिम सुप्रीम कोर्ट कहले, सुप्रीम कोर्ट कौन कहते, सुप्रीम कोर्ट ललिता कुमारी वर्सेस स्टेट ऑफ यूपी ये कथारे कहले माननीय सुप्रीम कोर्ट जोठी कग्निजेबल ऑफेंस मेड आउट होची कोठी रिटिन रे गोटे सिटीजन जेतले रिटिन देकी जाउची जोठी कग्निजेबल ऑफेंस ता मेड आउट होची सेही जगह रे एफआईआर टा को रजिस्ट्रेशन करिया पई बाउंड जोटा कि माननीय मुख्यमंत्री मध्ये कहले एवं डायरेक्शन देले इन द कोडी जोटी माने कोडा स्टेज ऊपर डायरेक्शन देले कहले जे माने जदी कोनोसी गोटे लोक मो पाख गोटे कंप्लेंट आसीबो जे तुम एफआईआर रजिस्ट्रेशन करना बोलो इमिडिएटली चाकरी खाई सस्पेंशन कर बोली निजे कहले मुख्यमंत्री। किंतु शह शह पिटिशन हाइकोर्ट रे पड़ुची आज्ञा एफआईआर रजिस्ट्रेशन होनी कहार पुरुष मानकर तेणु पुरुष मानक मनीषर मर्यादा दिगला कि ओ फास्ट पुरुष मानु ताले मनीष मनीषर मर्यादा दबा तापर भरण पोषण पाइबे। हां आग बा मनीष से माने नहंती भरण पोषण कोठी पाइबे तांकर काम होची दिन दीपर खटिबे गध भलिया परिश्रम करिवे झाड़ बुहाइबे जहाँ रोजगार करेंगे जदि स्त्री केस कला मेन्टेनान्स केस ताकू देबे वकिल को देबे जाकि थाना रे पुलिस बाबू को देबे समस्त को देबे केवल तांकर निजर कौन प्रकार बंचिबार अधिकार नहीं। पुरुष मानकर अवस्था आज या तो आपण छोटिया कथा चिंता कले आपण मार्केट बिल्डिंग रे जाउछन आपण मनकर गोटे आपण अनै ना से झियो किंतु यदि गोटे झियोटी आपनार गोटे कंप्लेंट करूची जे मते खाली अनैला आखि माने खराब दृष्टि रे आपण बंधा ही भितर अच्छा ये झियो को जो अनैबार किछ गोटे व्यवधान अछि कि सब प्रकार व्यवस्था अच्छी महिला मान आपण जो लॉ गुड़ाक जहाँ कर सरकार ताकू जदि महिला माने जदि पढ़ी की जानी देबे बापा पुरुष माने बंची पारिबे नाही ताकू आमे खाली लुचेई लुचेई रखुचु पकट भितर तांको पई जो प्रकार जजमेंट तांको पई जो प्रकार आईन व्यवस्था आपण चिंता कले वर्तमान जो बिडानासीर जने बिडानासीर ना कटक रे जने जने पुलिस इन्स्पेक्टर गोटे कटक रे थिले तांको ना जने महिला खाली जाकी कंप्लेंट कले डीसीपी ऑफिस ना डीजी ऑफिस रे जे मते अमुक थाना अधिकारी मिसबिहेव कले संगे संगे तांको चाकरी ट्रांसफर सकाळ पाइला किंतु एटा सब थाना गुडा एबे आपण नै कि हिडन कैमरा नै कि जानतु जो थाना को जिवे सब थाना रे बिचारा पुरुष गुडा के हाथ जाकी ठिया आइथे थाना बाबू राति 11 कि 12 को आसीबे तांको पळसिलु पळसु ना क्या माड मते मारिची मो स्त्री आगे मु रक्षा होय तो स्त्री तू संभाली पार नथु बोलला तते सोडा पिटिला जा काली से काली 11 को आसी माने एको ताको पुलिस माने कहउछंदी आपण ए देखु नादी अरे आगे देखंतु थरे प्रैक्टिकल आउ थियोरी प्रैक्टिकल जिनसटा को थरे जाके देखंतु थाना रे को अवस्था रे पुरुष माने कलबल होउछन बुझपले त वास्तविक दुखर कथा पुरुष माने को सरकार गोटे मनीषर मर्यादा दवा दरकार। अच्छा जो झियो मानु को चाहिबार जदि गोटे झियोटे कंप्लेन करूची आ गोटे झियोटे को आमे पुरुष माने चाहिचंती
କିଛି ଗୋଟେ ଅଛି କି 7 ସେକେଣ୍ଡ କି ଏମିତି ଗୋଟେ କିଛି ସେଇଟାକୁ ଅଛି? ସେ ରୁଲଟାକୁ ମୁଁ ଆକ୍ଚୁଆଲି ଯଦିଓ ମୁଁ ଜାଣିଛି ସେ ଜଜମେଣ୍ଟ ଏବଂ ପାଠଟା ପଢିଛି, ସେଇ ଜିନିଷ ଗୁଡାକୁ ମୁଁ ଆପଣଙ୍କ ଆଗରେ ଡିସକ୍ଲୋଜ କରିବାକୁ ଚାହୁଁନି। ସେଇଟା ଲୋକଙ୍କର ପରିବାର ଭାଙ୍ଗିବ ତା ଦ୍ୱାରା, ଯୋଡି ହବନି। କାହିଁକି? ଯଦି ଜଣେ ଜାଣିଦବ, ମନେକର ଆପଣଙ୍କ ପକେଟରେ ଗୋଟେ ବନ୍ଧୁକଟେ ଅଛି କି ଘରେ ଗୋଟେ ବନ୍ଧୁକ ଅଛି, ଲାଇସେନ୍ସ ପ୍ରାପ୍ତ ହଉ ଅଛି, ଗୋଟେ କାହା ସାଙ୍ଗେ ଆପଣଙ୍କର ଗୋଟେ ପାଟିତୁଣ୍ଡ ଲାଗିଲା, ଆପଣ ରାଗିକି ଯାଇକି ବନ୍ଧୁକଟା ଫୁଟେଇ ଦଉଛନ୍ତି ନା ନାହିଁ ବାପା, ହଁ କି ନାହିଁ? କିନ୍ତୁ ଯଦି ବନ୍ଧୁକଟା ନଥିବ କଣ କରୁଛନ୍ତି? ଟିକେ ସମ୍ଭାଳି ଯାଉଛନ୍ତି, ପର ମୁହୂର୍ତ୍ତରେ ଅଧଘଣ୍ଟା ପରେ ପୁଣି ସମାଧାନ ହେଇଯାଉଛି, ହଁ କି ନାହିଁ? ହଁ କି ନାହିଁ? ଆଜ୍ଞା ତେଣୁ ବର୍ତ୍ତମାନ ଆପଣ ଦେଖନ୍ତୁ, ଝିଅମାନେ ଜାଣିଲେ ଯେ ଆମକୁ ଯଦି ଜଣେ ଆମ ସାଙ୍ଗେ ଜଣେ ଫିଜିକାଲ ଆଫେୟାର୍ସ ରଖିଲା, କି ଆମେ ଜଣକୁ ପ୍ରେମ କଲୁ, ଭଲ ମନ୍ଦ କଲୁ, ଏବଂ ପର ମୁହୂର୍ତ୍ତରେ ତାଙ୍କ ମାନେ ବାହା ହେଲାନି, ଆମେ ତା ନାଁରେ ଗୋଟେ ରେପ୍ କେସଟେ ଦେଇଦେଲୁ। ବୁଝିପାରିଲେ ମୋ କଥା? ତା ଦ୍ୱାରା କଣ ହଉଛି, ବର୍ତ୍ତମାନ ଝିଅମାନେ ଯେତେବେଳେ ଜାଣିଗଲେ ଏସବୁ ଜିନିଷ, ମତେ ଯଦି ସେ ବାହା ନହବ ମୁଁ ଯିବି ରେପ୍ କେସ ଦେବି, ଜାଣିଗଲେ ଗଣିତଟା, ଜାଣିବା ଦ୍ୱାରା ଦେଖନ୍ତୁ ଆମର କେତେ ଲସ୍ ହେଲା। ପ୍ରଥମ ଲସ୍ ହେଲା କଣ? ସାରା ବିଶ୍ୱରେ ଭାରତର ଛବି ଖରାପ ହେଲା। କାହିଁକି? ଯେତେବେଳେ ମିଛ ରେପ୍ କେସ ସଂଖ୍ୟା ଯେତେବେଳେ ବଢି ଚାଲିଲା, ପ୍ରୋବ୍ଲେମ ହେଲା କଣ? ଦେଖନ୍ତୁ କେତେ କ୍ଷତି ହଉଛି ସମାଜର। ଭାରତରେ ମହିଳାମାନେ ସୁରକ୍ଷିତ ନୁହନ୍ତି, କାରଣ ଏତିକି ରେପ୍ କେସ୍ ଲଜ୍ ହେଲା। କେତେ ସତ କେତେ ମିଛ ସେଟାରେ ଦେଖାଗଲାଣି, ପ୍ରଥମ କଥା। ଦ୍ୱିତୀୟ କଥା ହେଲା, ଯେତେବେଳେ ମିଛ ରେପ୍ ସଂଖ୍ୟା ବଢି ଚାଲିଲା, ଯୋଉଠି ଗୋଟେ ସତରେ ଯୋଉଠି ଗୋଟେ ରେପ୍ ଯୋଉଠି ହଉଛି, ଲୋକମାନେ ଭାବିଲେ କଣ ନା ଏଇଟା ବି ମିଛ ହେଇଥିବ, କାରଣ ଏଇଟା ମିଛ ସଂଖ୍ୟା ବଢିଗଲା। ଯେମିତି ଗୋଟେ ସତ ରେପ୍ କେସ୍ ହେଇଥିବା ଲୋକ ସିଏ ବି ନ୍ୟାୟ ପାଇପାରିଲା ନାହିଁ। ଏବଂ ତୃତୀୟ ଜିନିଷ କଣ ହେଲା ନା, ଏଇ ଯୋଉ ମିଛ ରେପ୍ କେସ୍ ଗୁଡାକ ହବା ଦ୍ୱାରା, ଯୋଉଠି ଗୋଟେ ମନେକର ଗୋଟେ ପୁଅ ଝିଅ ଭିତରେ ସମ୍ପର୍କ ଅଛି, ଯଦି ଥାନାକୁ କେସଟା ନ ଯାଇଛି, ସେଟା ଗୋଟେ ରିୟୁନିୟନ ହବାର ବହୁତ ଚାନ୍ସେସ୍ ଅଛି। କିନ୍ତୁ ଯଦି ୱାନ୍ସ ଥାନାକୁ କେସ୍ ପଳେଇଲା, ଗୋଟେ ଲୋକ ଆରେଷ୍ଟ ହେଇକି ଜେଲକୁ ପଳେଇଲା, ତାହେଲେ ଆଉ ସେଠି ରିୟୁନିୟନ ହେଇପାରିବ ନା? ଗୋଟେ ଲୋକ ଜେଲକୁ ପଳେଇଲା ପରେ ଆଉ ସେ ତାକୁ ବାହା ହବ କି? ନା। ଦେଖନ୍ତୁ, ତା ପରିବାର ନଷ୍ଟ, ଆ ପରିବାର ନଷ୍ଟ, ଆ ଜୀବନ ନଷ୍ଟ, ତା ଜୀବନ ନଷ୍ଟ। ତେଣୁ ଏଇ ଯୋଉ ଲ ଟା ଜାଣିବା ଦ୍ୱାରା ଲୋକମାନେ ଯୋଉ ମିଛ ରେପ୍ କେସ୍ ହେଇପାରୁଛି ବୋଲି ସମାଜର କ୍ଷତି ହେଲା ନା ନାହିଁ? କେବଳ ଜଣିଆ ଲୋକ ତା ଦେହରେ ଲାଭ କଲା, କିଏ ପଚାରନ୍ତୁ? କିଏ ଲାଭ କଲା? ଏଇ ଯୋଉ ସମାଜସେବୀ ମାନେ ବାହାରିଛନ୍ତି, କିଛି ସମାଜସେବୀ ବାହାରିଛନ୍ତି, ମୋବାଇଲ ଧରା ସମାଜସେବୀ, ମୋବାଇଲ ଧରିକି ବି ଚାଲିଥିବେ, ଯୁଆଡେ ଯିବେ ଖାଲି ମୋବାଇଲ ଧରିକି। ଆରେ ସେ ଲୋକଟା ଆପଣଙ୍କ ପାଖକୁ ଆସିଛି, ଆପଣଙ୍କ ପାଇଁ ତାକୁ ଗୋଟେ କନଭିନ୍ସ କରନ୍ତୁ, ତାକୁ ସେ କେମିତି ତା ପରିବାର ବସିବ ସେଟା ଚିନ୍ତା କରନ୍ତୁ। ତା ବଂଶ ଗୁଡିଆକୁ ମୋବାଇଲ ଧରିକି, ଆମେ ଏମିତି ସମାଜସେବୀ ମୋବାଇଲ ଧରିକି ତା ଫଟୋ ଉଠେଇକି ଖାଲି ପୋଷ୍ଟ। ଆଚ୍ଛା, ଆ ଦ୍ୱାରା ତାଙ୍କ ପରିବାର ରହିଲା ନା ଭାଙ୍ଗିଲା? ଥାନା ବାବୁ ମାନଙ୍କୁ ଯାଇକି ଏମାନେ ବି ଯାଇକି ଆମେ ଅମୁକ ଜାଗାରୁ ଆସିଛୁ, ଥାନା ବାବୁ ବି ଡରିଲେ ମହିଳା ମାନଙ୍କୁ, କାରଣ ସେ ତାଙ୍କ ନାଁରେ ବି କମ୍ପ୍ଲେନ କରିବେ, ଆମେ ଥାନା ଗଲୁ ଆମ କଥା ଶୁଣିଲେନି। ଆଚ୍ଛା, ଥାନା ବାବୁ ପୁଲିସ ପୁରୁଷଙ୍କ କଥା ଶୁଣୁନାହାନ୍ତି, ଯୋଉଠି ସତ କଥା ସେ ମାଇପ ମାନଙ୍କ ପଛରେ ହୁଇସିଲ ମାରି ଚାଲି ଯାଇଛନ୍ତି, ଏମିତି କରି। କଣ ଷ୍ଟାଇଲରେ ଥାନା ବାବୁ ମାନେ ଚାଲୁଛନ୍ତି କି ମାଇପ ମାନଙ୍କ ପଛରେ? ଆରେ ତମକୁ କିଏ କହିଲା ତାଙ୍କ ପଛରେ ତମକୁ ଯିବା ପାଇଁ? ଥାନାର କାମ କଣ? ଯିଏ ଭିକ୍ଟିମ୍ ସିଏ ଆସି ଗୋଟେ କମ୍ପ୍ଲେନ କଲା। ଥାନା ହଉଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ ଏଜେନ୍ସି। ସିଏ ତାର ଇଣ୍ଡିପେଣ୍ଡେଣ୍ଟ ଭାବରେ ତା ନିଜ ଗାଡିରେ, ସରକାର ତାକୁ ପଇସା ଦେଇଛନ୍ତି ଇନଭେଷ୍ଟିଗେସନ କରିବା ପାଇଁ, ଇଣ୍ଡିପେଣ୍ଡେଣ୍ଟ ଏଜେନ୍ସି। ସିଏ ସେ ଯିବ ଇନଭେଷ୍ଟିଗେସନ କରିବା। ସିଏ କଣ ଏଇ ମାଇପ ମାନଙ୍କ ସାଙ୍ଗରେ ଯାଉଛି? କହିବା କାହାକୁ? ଏଠି ଶୁଣିବ କିଏ? ଗୋଟେ ଲୋକ ମୁଁ କେତେ ବାଡେଇ ହେବି, ଯିଏ ଯାହା କରୁଛି କରୁଥାଉ। ଯେତେବେଳେ ଅଣ୍ଡିରା ମାନେ ଯେତେବେଳେ ସମସ୍ତେ ଘର ଘରେ ବନ୍ଧା ହେଇକି ଭିତରେ ପଶିବେ, ସେଥିରେ ଏକତ୍ରିତ ହେଇକି କଣ ଭାରତ ବର୍ଷରେ ଗୋଟେ ଆନ୍ଦୋଳନ ସୃଷ୍ଟି ହବ। ସେଥିରେ ବୁଝିପାରିବେ ଯେ ପୁରୁଷ ମାନେ କେତେ ଅସୁରକ୍ଷିତ। ନା, ପୁରୁଷ ମାନଙ୍କ ପାଖରେ ଯେହେତୁ ଏତେ ସାରା କାମ ରହୁଛି, ସେଥିପାଇଁକା ଟିକେ ଲାଗୁନି କି ମାନେ ଡର ଲାଗୁଛି କି କଣ କରିବେ କଣ ନାହିଁ, କି ଟାଇମ ଏକଜୁଟ ହେଇପାରୁନାହାନ୍ତି ପୁରୁଷ ଆପଣଙ୍କ ଦେହରେ ପକ୍ଷ। ମଶା ବସିଲେ ବାଡୁଛନ୍ତି ନା ନାହିଁ? ବଢୁଛି। ବାଡୁଛନ୍ତି ତ, ତାହେଲେ ଆପଣଙ୍କ ଘରେ ନିଆଁ ଲାଗିଗଲେ ଲିଭଉଛନ୍ତି ନା ନାହିଁ? ଲିଭଉଛନ୍ତି ଯଦି ଆପଣଙ୍କ ଗୋଟେ ପରିବାର ଭିତରେ ଗୋଟେ ଭାଇଟେ, କାଲି ଯେତେ ରାମ ପୁଅ ବନ୍ଧା ହେଇଛି, କାଲି ଆପଣଙ୍କ ପୁଅ ଯେତେବେଳେ ବନ୍ଧା ହବ ମିଛ କେସରେ, ସେଥିରେ ଖୁସି ଲାଗିବ ଆପଣଙ୍କୁ। ତେଣୁ ଯେତେବେଳେ ପଡିଶା ଘର ଲୋକମାନେ ହାରାସମେଣ୍ଟ ହଉଛନ୍ତି, ସେତେବେଳେ ମଧ୍ୟ ମନେକର ଆମେ ଯୋଉ କୋଉଠି ଯୋଉ କାଶ୍ମୀରରେ ଫାୟାରିଂ ହେଲା, ଆମେ ଏଠି ମନ ଦୁଃଖ କରୁନେ? ଏଇନା ଗୋଟେ ଅର୍ଡର ଆସିବ ଯେ କୋଉ ମାନେ ଆସ ଯୋଉ ଦେଶ ପାଇଁ ଲଢେଇ କରିବା ପାଇଁ କୋଉମାନେ ପ୍ରସ୍ତୁତ ଅଛନ୍ତି, କିଏ ଯାଉନ? ମୁଁ ତ ଆଗରେ ଦୌଡ଼ିକି ପଳେଇବି, ଚାଲ ମୁଁ ଆଗରେ ଚାଲିଲି, କିଛି ଅସୁବିଧା ନାହିଁ। ମୁଁ କଣ ଏକୁଟିଆ? ମୋ ଭଳି ଶହ ଶହ ଯୁବକ ଯୋଉମାନେ ସବୁ ଅଛନ୍ତି, ଆମେ ତ ବୁଢା ଲୋକ, ସରି କହିଦେଲି ଭୁଲରେ ଯୁବକ, ମାନେ ଆମେ ବୁଢା ଲୋକ ମାନେ ମଧ୍ୟ, ମୋ ବୟସର ବୁଢା ଲୋକମାନେ ମଧ୍ୟ ଚାଲିବୁ ଯୁଦ୍ଧ କରିବା ପାଇଁ। କିଛି ଯେତିକି ଜାଣିଛୁ, ଠେଙ୍ଗାରେ ତ ବାଡେଇବୁ, ବନ୍ଧୁକ ସିନା ଶିଖିନୁ, ଠେଙ୍ଗାରେ ପିଟି ଦବୁ, ଟେକା ତ ମାରିପାରିବୁ ଦି ଚାରିଟା, କଣ କହୁଛନ୍ତି ମ? ଚାଲିଯିବୁ ଆମେ। ନହେଲେ ଆମକୁ ଯଦି ଦେବେ ବତେଇବେ ଏମିତି କଣ ବମ୍ ଫମ୍ ଫୋପାଡ଼ି ଦଉ ଯାହା ହଉଛୁ। ଲୋକ ଆମେ ତ ଯେତିକି ସପୋର୍ଟ କରୁ, କିଛି ନା ପାଣି ବୋତଲ ଧରିକି ତାଙ୍କ ପଛରେ ତ ଧାଇ ପାରିବୁ।
ପିଇବା ପାଇଁ ସୈନିକ ମାନେ ଯାହା ହେଲେ ଆମେ କରିପାରିବୁ। ଟେରରିଷ୍ଟ ମାନେ ବି ଦେଖନ୍ତୁ ବାଛି ବାଛି କେବଳ ପୁରୁଷ ମାନଙ୍କୁ ମାରିଲେ। କଣ କରାଯିବ ବର୍ତ୍ତମାନ ପୁରୁଷ ମାନଙ୍କୁ କାହିଁକି ସେମାନେ ମାରିଲେ, ମାରିବାଟା ବଡ ଦୁଃଖର କଥା। ତେଣୁ ତାଙ୍କ ଆଗରେ ପୁରୁଷ ମହିଳା କଣ, କିନ୍ତୁ ମାନେ ଥାଙ୍କ ଗଡ କିଛି ମହିଳା ମାନଙ୍କୁ ତ ସେମାନେ ରକ୍ଷା କରିପାରିଛନ୍ତି ନା। ଭଗବାନଙ୍କର କୋଉଠି ନା କୋଉଠି ତାଙ୍କୁ ଗୋଟେ ସଦ୍ବୁଦ୍ଧି ହେଇଛି, ସେ ସମସ୍ତ ଲୋକଙ୍କୁ ନ ମାରିଛନ୍ତି, କିଛି ତ ଲୋକଙ୍କୁ, କାହିଁକିନା ବନ୍ଧୁକ ପାଖେ ତାଙ୍କର ଗୁଳିର ଅଭାବ ନାହିଁ। ତେଣୁ ଫୁଟୁ ଫୁଟୁ ଯାହା ଫୁଟିଛି କଣ ଭାବି ଦେଇଛନ୍ତି, ମାରି ଦେଇଛନ୍ତି। ଏବେ କିଛିଟା ମ୍ୟାଟର ଆମେ ଦେଖୁଛୁ ଯୋଉମାନେ କି ମାନେ ସାବାଳକ ହେଲା ପରେ ଯଦି କୌଣସି ଝିଅ ସହିତ ସମ୍ପର୍କ ରଖୁଛନ୍ତି, ସେ ଝିଅ ଓଲଟିକି ଆସି ଗୋଟେ ରେପ କେସ୍ ଟେ ଦେଇ ଦଉଛି। ସେଇଟା ପରା କହୁଛି ଆପଣଙ୍କୁ। ତାହେଲେ ହେ କୃଷ୍ଣ। ତାହେଲେ ଗୋଟେ ପୁଅଟେ କେତେ ବୟସରେ ଶାରୀରିକ ସମ୍ପର୍କ ରଖିବ, ଆଉ ଯଦି ଝିଅ କମ୍ପ୍ଲେନ କରୁଛି ତାହେଲେ ସେ ମାନେ ଆଇନରେ ଯିବ ନାହିଁ, ମାନେ ସେ ଦୋଷୀ ହବନି। ପୁଅ ପୁରୁଷଟା କେତେବେଳେ ସେଫ୍ଟି ନୁହଁ, ଖାଲି ମନ ଆପଣ କେତେ ବୁଝୁନାହାନ୍ତି କି କଣ ମୁଁ କହିଲି। ଆପଣ କହିଲି ପୁରୁଷ ମାନଙ୍କୁ ମଣିଷର ମର୍ଯ୍ୟାଦା ଦିଆଯାଏ ନାହିଁ। ହଏ ସାଙ୍ଗ ହେଇକି ବା ସମ୍ପର୍କ ରଖିକି କହୁଛନ୍ତି, ଇଆଡେ ଏଫଆଇଆର କହୁଛନ୍ତି ସାଙ୍ଗ ହେଇକି ଆମେ ସମ୍ପର୍କ ରଖିଥିଲୁ, ତାପରେ ଆଜ୍ଞା ମତେ ଜବରଦସ୍ତି କଲା। ହରେ କୃଷ୍ଣ, ଆରେ ସାଙ୍ଗ ହେଇକି ସମ୍ପର୍କ ରଖିଥିଲ ବୋଲି କହିଲ, ତାପରେ ପୁଅ ଜେଲରେ। ତାହେଲେ ପୁଅଟିଏ ସମ୍ପର୍କ ରଖିବା ବୟସ? ବୟସ ବୟସ କଥା ଛାଡି ଦିଅନ୍ତୁ ଆଜ୍ଞା, ପୁରୁଷଙ୍କୁ ପୁରା ମଣିଷର ମର୍ଯ୍ୟାଦା ଦିଆଯାଉନି ଏଠି। ଆଉ ବୟସ ତ ଆହୁରି ପଛକୁ, ଯେତେବେଳେ ମନ ଚାହିଁବ ଯେକୌଣସି ଝିଅ ଆପଣଙ୍କୁ ଆପଣ ସମ୍ଭାଳି ପାରିବେନି। ଆପଣ ମାନେ ଅନେକ ସମୟରେ ଯୋଉ ୟା ପାଇଁ ଲୋକମାନେ ଜୀବନ ବି ଦଉଛନ୍ତି। ତାର ଉଦାହରଣ ଆପଣ ଦେଖନ୍ତୁ, ଏଇ କେନ୍ଦ୍ରାପଡାରେ ଏଇ ଅଳ୍ପ ଦିନ ତଳେ ଜଣେ 48 ବର୍ଷୀୟ ଜଣେ ଲୋକ, ଆପଣଙ୍କ ସେ ପ୍ରେସ ରିପୋର୍ଟର ତାଙ୍କୁ ବ୍ଲାକମେଲିଂ କରିଥିଲେ, ଗୋଟେ ଜଣେ ମହିଳାଙ୍କ ସାଙ୍ଗେ ମିଶିକିରି 10 ଲକ୍ଷ ଟଙ୍କା ଦେବା ପାଇଁ। ସେ ବର୍ତ୍ତମାନ କିଛି ହେଇଛି, ସେ ବନ୍ଦା, ସେ ବିଚରା ମଶାଣି ଭିତରେ ମୋଟର ସାଇକେଲ, ତାଙ୍କର ମୋବାଇଲ, ସୁଇସାଇଡାଲ ନୋଟ ସବୁ ଛାଡି 670 ଟଙ୍କା, କିଛି ମେଡିସିନ ଏସବୁ ଛାଡି ଦେଇକି ନିଜେ ଟାଙ୍ଗି ହେଇ ପଡିଲେ, ସବୁ ଲେଖିକିରି। କିଛି ହଉଛି କିଛି ନାହିଁ। କିନ୍ତୁ ଆଜ୍ଞା ଆପଣ ବି ସେଇ ମିଛ ରେପ କେସରେ ଜେଲ ହଁ, ଯାଇଥିଲେ। ଯୋଉଥିପାଇଁ ତ ପୁରୁଷ କମିଶନ ଆଜି ସୃଷ୍ଟି। ମୁଁ ଆଇଲି କୋଉଠି ସ୍ୱର୍ଗରୁ ଗଳି ପାଇଲି? ମୁଁ ବା କହିଲି ମୁଁ ବି ଗୋଟେ ପୁରୁଷ ନା, ମୁଁ ଆଉ ଦେଖିବି ପୁରୁଷ କି ନାହିଁ ତମେ ଜାଣିବ। ହରେ କୃଷ୍ଣ, ପୁରୁଷ ମାନଙ୍କୁ ମଣିଷର ମର୍ଯ୍ୟାଦା ଦିଆଯାଉ ନାହିଁ। ଯୋଉ ପୁରୁଷ ମାନେ ଏମିତି ଅତ୍ୟାଚାରରେ ହଉଛନ୍ତି, ସେମାନେ କଣ ଓକିଲାତି କରିବା ଦରକାର, ପାଠ ନାଇଁ ପଢିକି? ନାଇଁ ନାଇଁ, କାହା ଓହୋ, କେଡେ କେଡେ ଲୋକ ଆଜ୍ଞା, ସେଠି ଜର୍ଣ୍ଣାଲିଷ୍ଟ ନୁହଁ, ମନ୍ତ୍ରୀ ନୁହଁ, କି କାହା ନାଁରେ ଏଠି ରେପ କେସ୍ ହେଇନି, ଫଲ୍ସ କେସ୍। ହଜାର ହଜାର ମନ୍ତ୍ରୀ, ଏମଏଲଏ, ଏମପି, ପୁଲିସ ବାବୁ, ଓକିଲ, କାହାକୁ ଛାଡିଛନ୍ତି କହିଲେ? ସାମ୍ବାଦିକ କାହାକୁ ଛଡା ହେଇଛି? ଏବେ ଆପଣ ପୁରା ସବୁଠୁ, ଆପଣ ସାମ୍ବାଦିକ ଲାଇନରେ ଅଛନ୍ତି, କାହା ନାଁରେ ଫଲ୍ସ ରେପ କେସ୍ ହେଇଥିଲା? କଣ ତାଙ୍କ ଯୋଉ tehelka.com, କଣ ତାଙ୍କ ନାଁଟା ଭୁଲିଗଲି, ଯୋଉ ଦାଢି ରଖିକି tehelka.com ଗୋଆରେ ଯୋଉ ରେପ କରିଦେଲା ବୋଲି କହିଲା, ତା ଲାଇଫ ସ୍ପଏଲ ହେଇଗଲା କଥା, ତାଙ୍କ ଲାଇଫ ସ୍ପଏଲ କରିଗଲା। କଣ ତାଙ୍କ ନାଁ ଗୋଟେ ଭୁଲିଗଲି, ମୋ ଜିଭ ଘରେ ଅଛି, ମନେ ପଡୁନି। ବୁଝିପାରିଲେ, tehelka.com ର ଯିଏ ଓନର ଥିଲେ, ଏଡିଟର ଥିଲେ, ଗୋଟେ ପକଉଥିଲେ। ଆଜି ଡେଟରେ ଅବସ୍ଥା ତାଙ୍କର କଣ? ଫିନିଶ୍ଡ।